The gratitude and thanks to Principal of Jawaharlal Navodaya and Vice Principal and the entire team for a grandeur welcome with pomp and vigor. I would like to request Shri Satyavrat Rana, MA LLM, Odes, Odisha Judicial Service, to deliver his view or speech. Students, you know, time is a great factor so far as judiciary is concerned. Today is a working day. Sir will attend his court, so that's why I would like to request Sajjad sir to deliver your view. Thanks, sir. I will give my thanks to core of my heart to the principal of the institution. He gave us very good hospitality. Besides this, the arrangement is very nice school and the very planning. I am missing this opportunity in my childhood. I have an ambition to take admission in the Navodaya, but I have lost that opportunity. I am proud of you, the boys and girls sitting in front of me. They got opportunity to take admission. Such a beautiful and nice institution. They will create their future accordingly with the proper guidance of our principal. Thank you, Anjali Madam, the Secretary Real Estate, and to the Principal Sir, S.K. Das Sir, Dandupan Sir, Maharana Sir, Dipanjali Madam, Kamakhya Sir, and our Suchismita Madam, Umar Sir, ସେମାନେ ମୋତେ ଏଇ ଯେଉଁ ଡିଏଲ୍ଏସ୍ ତରଫରୁ ଯେଉଁ ପ୍ରୋଗ୍ରାମଟା ଆରେଞ୍ଜମେଣ୍ଟ ହେଇଛି କିଛି ସ୍ପେଶାଲ ଟପିକ୍ ନାହିଁ, ଯେମିତି ରିସେଣ୍ଟଲି ଆମେ ଗୋଟେ କରିଥିଲୁ ଡ୍ରପ୍ ଆଉଟ୍ ଷ୍ଟୁଡେଣ୍ଟମାନଙ୍କର କେମିତି ପୁଣି ରେଜିଷ୍ଟ୍ରେସନ୍ ହେବ ସେ ବିଷୟରେ ଆମେ କରିଥିଲୁ ଆମର ନୟାଗଡ଼ ଅଟୋନମସ୍ କଲେଜର। ମୁଁ ଗୋଟେ କଥା ପିଲାଙ୍କୁ ପଚାରିବି, ମୁଁ ଓଡ଼ିଆରେ କହିଲେ ଠିକ୍ ହେବ ନା ଇଂଲିଶରେ କହିଲେ ଠିକ୍ ହେବ? ଓଡ଼ିଆ ଯେଉଁଟାକି ପିଲାମାନଙ୍କର କାମରେ ଲାଗିବ, ମୁଁ ସେଇଟା କହିଲେ ହିଁ ବେଟର୍ ଲାଗିବ ବୋଲି ଭାବୁଛି। ଏତିକି କହିବି, ଆପଣମାନେ ବହୁତ ଭଲ ଇନଷ୍ଟିଚ୍ୟୁସନରେ ପଢ଼ୁଛନ୍ତି, ଆଉ ଏଇଟା ଗୋଟେ ନ୍ୟାସନାଲ ଲେଭେଲର ଇନଷ୍ଟିଚ୍ୟୁସନ ପାଖରେ 1986 1986 ମସିହାରେ ଯେତେବେଳେ ଏଜୁକେସନ ପଲିସି ହେଲା, ସେତେବେଳେ ଗୋଟେ ନବୋଦୟ ବିଦ୍ୟାଳୟ କନସେପ୍ଟ ଆସିଲା, ଜବାହର ନବୋଦୟ ବିଦ୍ୟାଳୟ, ଯେଉଁଟାକି ପିଲାମାନେ ଗାଁ ଗହଳିରେ ଯେଉଁ ଭଲ ଭଲ ପିଲାମାନେ ଟ୍ୟାଲେଣ୍ଟ ପିଲାମାନଙ୍କୁ ଆଣିକି ଗୋଟେ ଜାଗାରେ ରଖିକି ତାଙ୍କୁ ପଢ଼େଇବା। ତାଙ୍କର ସୋସିଓ ଇକୋନୋମିକ୍ କଣ୍ଡିସନ୍ ଥିବା ସତ୍ତ୍ୱେ ଯାହା ଥାଉ ନଥାଉ ତାକୁ ସରକାର ଚିନ୍ତା କଲେ ସେଇ ପିଲାଙ୍କର ଟ୍ୟାଲେଣ୍ଟଟାକୁ ଡେଭଲପ୍ କରିବେ ଏବଂ ହିନ୍ଦୀ ଆଉ ନନ୍ ହିନ୍ଦୀ ପିଲାମାନେ ଯେଉଁ ଗୋଟେ ଡିଫରେନ୍ସ ଥିଲା, ଆମର ବିଭିନ୍ନ ପ୍ରକାର ଯେଉଁ ନନ୍ ଓଡ଼ିଆ ଓଡ଼ିଆ ଆପଣଙ୍କର ବିଭିନ୍ନ ମାନେ ଆମ ଭାରତବର୍ଷରେ ବିଭିନ୍ନ ପ୍ରକାର ଲାଙ୍ଗୁଏଜ୍ ଅଛି, ହିନ୍ଦୀଟା ଆମ ନ୍ୟାସନାଲ୍ ଲାଙ୍ଗୁଏଜ୍, ତ ସେ ଭିତରେ ଓଡ଼ିଆକୁ ବା ବଙ୍ଗାଳୀକୁ ବା ସବୁ ଲାଙ୍ଗୁଏଜ୍କୁ କେମିତି ଭଲ ସମନ୍ୱୟ ରହିବ, ନ୍ୟାସନାଲ୍ ଭ୍ୟାଲୁ ଆଉ ଇଣ୍ଟିଗ୍ରିଟିଟା କେମିତି ବଜାୟ ରଖିବ, ତାର ଅବଜେକ୍ଟିଭ୍ ଥିଲା। ଆଉ ସେଥିପାଇଁ ନବୋଦୟ ବିଦ୍ୟାଳୟଟା ସ୍ଥାପନ କରାଗଲା, ଯେଉଁଟାକି ପିଲାମାନଙ୍କୁ ଫ୍ରଣ୍ଟ ଲାଇନ୍କୁ ଆଣିବା ପାଇଁ ଭଲ ଭଲ ପିଲାମାନେ ଗାଁ ଗହଳିର ଯେମିତି ରହି